ଘରୁ କଳାକନା ବୁଲାଇଲେ ଚୋର। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦକ୍ଷିଣ ଓସମା ବାବାଜୀ ଚରଣ ସାହୁଙ୍କ ଘରେ। ଖବର ନେବାରୁ ଜଣାପଡ଼ିଛି ଯେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ଘରର ବାଡ଼ି ପଛପଟ ଗେଟ୍ ତାଲା ଭାଙ୍ଗି ଦୁର୍ବୃତ୍ତ ଘରେ ପଶି ଆଲମିରା କବାଟ ଭାଙ୍ଗି ଆଲମିରାରେ ଥିବା ନଗଦ 3 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ସୁନାଗହଣା ନେଇ ଚୋର ଫେରାର ହୋଇଯାଇଛନ୍ତି। ଶ୍ରୀଯୁକ୍ତ ସାହୁ ଭୋରରୁ ଦେଖିଲା ବେଳକୁ ଆଲମିରାରେ ଥିବା ଲୁଗାପଟା ଆସବାବ ଜିନିଷ ଘର ଭିତରେ ଏଣେତେଣେ ପଡ଼ିଥିବା ଦେଖିଲେ। ଏହାକୁ ଦେଖି ପରିବାର ଲୋକଙ୍କୁ ଡାକ ପକାଇଲେ। ଥାନାରେ ଅଭିଯୋଗ କଲାପରେ ସାଇଣ୍ଟିଫିକ୍ ଟିମ୍ ସହ ଥାନାର ଏଏସ୍ଆଇ ମିନିଲତା ଭୋଳ, ସାଇଣ୍ଟିଫିକ୍ ଟିମ୍ର ଅଙ୍ଗଦ ପ୍ରଧାନ ଓ ତାଙ୍କର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚୋରି ହୋଇଥିବା ଜିନିଷର ଉଦ୍ଧାର ପାଇଁ ତଦନ୍ତ ଚଳାଇଛନ୍ତି। ଏହି ଅଞ୍ଚଳଟି ସଦର ଥାନାରୁ ଦୂରରେ ହୋଇଥିବାରୁ ବାରମ୍ବାର ଚୋରି, ଡକାୟତି, ଚୋରା ମଦ ବ୍ୟବସାୟ ସହ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ଏହି ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ରାତିରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ସାଧାରଣ ଜନତାଙ୍କ ପକ୍ଷରୁ ଦାବି ହୋଇଛି। ଦେଖିବାକୁ ବାକି ରହିଲା ବାବାଜୀ ଚରଣ ସାହୁଙ୍କୁ ଚୋରି କରାଯାଇଥିବା ତାଙ୍କ ଜିନିଷ, ଟଙ୍କା ସହ ସୁନା ଗହଣା କେବେ ଫେରି ପାଇବେ ସହ ଏହି ଚୋରିର ସମ୍ପୃକ୍ତ ଥିବା ଚୋରମାନେ ଧରା ପଡ଼ୁଛନ୍ତି ନା ନାହିଁ।